ଯେକୌଣସି ବ୍ୟକ୍ତି ପାଣିରେ ପଡ଼ିଗଲେ ମୃତ୍ୟୁବରଣ କରିନଥାଏ। ମୃତ୍ୟୁବରଣ କରିଥାଏ କେତେବେଳେ? ଯେତେବେଳେ ଜଳର ଗଭୀରତା ଅଧିକ ଥାଏ, ବ୍ୟକ୍ତିକୁ ପହଁରା ଜଣାଥାଏ ବା ପହଁରା ଜଣା ଥାଇ ମଧ୍ୟ ସେ ପହଁରିବାର ପ୍ରୟାସ କରିନଥାଏ। ଠିକ୍ ସେମିତି ଆମ ଜୀବନରେ ସମସ୍ୟା ଗୁଡ଼ିକ ଆମ ସମସ୍ତ ସ୍ୱପ୍ନକୁ ଭାଙ୍ଗି ଚୁରମାର କରିଥାଏ। ଯେତେବେଳେ ଆମେ ସମସ୍ୟା ସମାଧାନ କରିବାର ବାଟ ପାଇନଥାନ୍ତି, ବାଟ ପାଇଲା ପରେ ମଧ୍ୟ ସମସ୍ୟା ସମାଧାନ କରିନଥାନ୍ତି। ଆପଣ ସदैବ ନିଜର ପଛପଟକୁ ଟାଣ ରଖନ୍ତୁ, କାରଣ ଧୋକା ହେଉ ବା ସାବାସୀ ଏହି ପଛପଟରୁ ହିଁ ମିଳିଥାଏ। ଭଗବାନଙ୍କର ହିସାବ ବା ଭଗବାନଙ୍କର ଗଣିତ ତମ ଆମ ଗଣିତ ଅପେକ୍ଷା ସ୍ୱତନ୍ତ୍ର ଗଣିତ ଅଟେ। ଭଗବାନଙ୍କର ଗଣିତକୁ ଆମେ ବୁଝି ନପାରି ଭଗବାନଙ୍କ ବିଚାର ଉପରେ ଆମେ ପ୍ରଶ୍ନବାଚୀ ସୃଷ୍ଟି କରିଥାନ୍ତି। ଯଦି ଆପଣମାନଙ୍କୁ ମୋ କଥା ବିଶ୍ୱାସ ହେଉନାହିଁ, ଚାଲନ୍ତୁ ଗୋଟେ ରୋଚକ ଗପ ମାଧ୍ୟମରେ ମୁଁ ଭଗବାନଙ୍କର ଗଣିତକୁ ଆପଣଙ୍କୁ ବୁଝାଇବାର ପ୍ରୟାସ କରୁଛି। ଦୁଇ ଜଣ ସାଙ୍ଗ ଥିଲେ। ସେମାନେ ଦୂରଯାତ୍ରାରେ ବାହାରିଥିଲେ। ଯାଉ ଯାଉ ହଠାତ୍ କୌଣସି ଏକ ଜାଗାରେ ବହୁତ ବର୍ଷା ହୋଇଛି। ଦୁଇ ସାଙ୍ଗ ଅନ୍ୟନ୍ୟ ଉପାୟ ହୋଇ ଗୋଟେ ପରିତ୍ୟକ୍ତ ଘରେ ରାତି ରହିବାକୁ ନିଷ୍ପତ୍ତି ନେଇଛନ୍ତି। ଆଉ କୁଆଡ଼େ ଯିବାର ସାଧନ ନାହିଁ। ରାତି ପ୍ରାୟ 9ଟା ହେବ। ଦୁଇ ବନ୍ଧୁ ମନେ ମନେ ଭାବୁଛନ୍ତି ଯେ ସମୟ ହୋଇଗଲା, ଚାଲ ଖାଇଦେଲେ ଭଲ। ଏହା ଭାବି ଦୁଇ ବନ୍ଧୁ ମୁହଁ ଖୋଲିଛନ୍ତି ଯେ ଆଉ ତ କିଛି ମିଳିବାର ସାଧନ ନାହିଁ ଏ ଜାଗାରେ, ତେଣୁ ଚାଲ ଆମେ ଘରୁ ଆଣିଥିବା ରୁଟିକୁ ଖାଇ ଆଜି ରାତ୍ରି ଯାପନ କରିଦେବା। ତେଣୁ ଦୁଇ ସାଙ୍ଗ ପରସ୍ପର ଯେଉଁ ଆଣିଛନ୍ତି ରୁଟି, ପ୍ରତ୍ୟେକ ଯେଉଁ ରୁଟି ଆଣିଛନ୍ତି ସେ ରୁଟି ସବୁକୁ ଖୋଲିଛନ୍ତି ଏବଂ ରୁଟିକୁ ଖୋଲି ଗଣିଛନ୍ତି। ପ୍ରଥମ ସାଙ୍ଗ ପାଖରେ 3ଟି ରୁଟି, ଦ୍ୱିତୀୟ ସାଙ୍ଗ ପାଖରେ 5ଟି ରୁଟି, ସମୁଦାୟ 8ଟି ରୁଟିକୁ ଦୁଇ ସାଙ୍ଗ ଏକାଠି କରିଛନ୍ତି। ଖାଇବାକୁ ଯେତେବେଳେ ପ୍ରସ୍ତୁତ ହେଉଛନ୍ତି, ସେ ସମୟରେ ଜଣେ ଭିକାରୀ ଲୋକ ଆସି ପହଞ୍ଚି ଯାଇଛନ୍ତି। କହିଛନ୍ତି ଯେ ମୋତେ ବହୁତ ଭୋକ ହେଉଛି। ଅନେକ ସମୟ ହେଲା ମୁଁ ବଜାରକୁ ଯିବାକୁ ଚେଷ୍ଟା କଲେ ମଧ୍ୟ ଯାଇପାରୁନାହିଁ, କାରଣ ବର୍ଷା ବହୁତ ଜୋର ହେଉଛି। ଯଦି ଆପଣଙ୍କ ଖାଇବାରୁ ମୋତେ ଦିଅନ୍ତେ, ତାହେଲେ ଆମେ 3 ଜଣ ଯାକ ବାଣ୍ଟି କୁଣ୍ଟି ଏ ରୁଟିକୁ ଖାଇଦିଅନ୍ତେ। ଦୁଇ ସାଙ୍ଗ କଥା ହେଇଛନ୍ତି ଯେ ଆମ ପାଖରେ 8ଟି ରୁଟି ଅଛି। ଇଏ ତ ଜଣେ ଅତିଥି, ଆମେ 3 ଜଣ ହୋଇଗଲେ 3 ଜଣ 8ଟି ରୁଟିକୁ କେମିତି ବାଣ୍ଟିବା? ସମାନ ଭାବରେ ତ ବାଣ୍ଟି ହେବ ନାହିଁ। ଏ ସମୟରେ ଆଉ ଜଣେ ସାଙ୍ଗ କହିଛି, ଚାଲ ପ୍ରତ୍ୟେକ ରୁଟିକୁ 3 ଖଣ୍ଡ ରୁଟିରେ ଭାଙ୍ଗିଦେବା। ତେଣୁ ପ୍ରତ୍ୟେକ ରୁଟିକୁ 3 ଖଣ୍ଡ କରିଦିଆଯାଇଛି। ରୁଟି ସଂଖ୍ୟା ହେଇଛି 8 × 3 24ଟି ଏବଂ ପ୍ରତ୍ୟେକ 8ଟି ରୁଟି ଖଣ୍ଡ ଖାଇଛନ୍ତି, ରାତ୍ର ଯାପନ କରିଛନ୍ତି। ସକାଳ ହୋଇଛି। ଏ ଭିକାରୀ ଲୋକ ଜଣକ ବାହାରିଛନ୍ତି ଯିବାକୁ। ଭିକାରୀ ଲୋକ ଜଣକ ଯେତେବେଳେ ରୁଟି ଖାଇଛନ୍ତି, ତାଙ୍କ ମନ କୃତଜ୍ଞତାରେ ଭରିଯାଇଛି। ତାଙ୍କ ପାଖରେ 8ଟି ସ୍ୱର୍ଣ୍ଣ ମୁଦ୍ରା ଦୈବତ ଥାଏ। ତେଣୁ ସେ 8ଟି ରୁଟି ବଦଳରେ ଏ ଦୁଇ ସାଙ୍ଗକୁ 8ଟି ସ୍ୱର୍ଣ୍ଣ ମୁଦ୍ରା ଦେଇଛନ୍ତି। ଏ ଦୁଇ ସାଙ୍ଗ କଥା ହେଉଛନ୍ତି ଯେ ଆକୁ ବାଣ୍ଟିବା କେମିତି। ଜଣେ ସାଙ୍ଗ କହିଛି, ଭାଇ
मोर 3टी रुटी तुमर 5टी रुटी तेणु मोर भाग है 3 तुमर भाग है 5। द्वितीय सांग जनक कहते जहाँ भी आमे दुहे सांग तेणु रुटी संख्या जहाँ हेउता ना कहीं जहाँ मिलला ताकू आमे अधा अधा करनवा भल। तेणु तुमर 4 मोर 4 दुई बंधुक भितर कथा छिंडू ना। यही समय जड़े मंदिरर पूजारी सेपटे जाऊले दुई सांगकर एपरी कथोपकथन देखी ताको मध्य बहुत इंटरेस्ट लगी। से पाखक आसी सब कथा बुझी कही तुम्हें माने व्यस्त हो ना रुटी को केमिति स्वर्ण मुद्रा को केमिति बांटिले ठीक हम चल मो सांगे मो मंदिर को जीवी मो मो भगवान को पचारि तुमको न्याय दे पारि। यापर दुई सांग ए पूजाहारी सहित मंदिर को जाइछन्ति एवं मंदिर रे बसी ध्यान रे बसिछन्ति किए ए पूजाहारी जनक भगवान को सहित ताकर डायरेक्ट रिलेशनशिप अच्छी डायरेक्ट कथबार्ता होती स्वप्न रे ध्यान रे भगवान प्रकट होती एवं पूजाहारी को ए प्रश्नर उत्तर देइछन्ति। पूजाहारी आखि खोली ए दुई सांग को भगवान कर गणित बुझाई भगवान कर न्याय को बुझाई कौन से न्याय भगवान न्याय करचंती जे प्रथम व्यक्ति जनक पाखरे 3टी रुटी थिला एवं से कौन करिसंती समुदाय रुटी संख्या है केते 24 रु से खाइचंती केते प्रत्येक 8 खंड रुटी खाइचंती तेणु से खाइचंती 8 तांको पाखरे रुटी थिला 3 प्रत्येक रुटी को 3 खंड करा जाइथिला तेणु तांको रुटी तांको भाग रुटीर संख्या हला तांको पाखरे जो रुटी थिला 3 खंड कले 9 खंड हला 9 खंड रु से निजे खाई गले 8 खंड तांको रुटी दान करचंती से केते खंड खंडिए। तेणु प्रथम लोक जनक बा प्रथम सांग जनक गोटे स्वर्ण मुद्रार अधिकारी। एवं द्वितीय सांगर कथा द्वितीय सांग केतोटी स्वर्ण पाइबे स्वर्ण मुद्रा ता विषय शुणु। भगवान कहवा अनुसार द्वितीय सांग पाखे थिला 5टी रुटी प्रत्येक रुटी को 3 खंड करा जाइथिला समुदाय रुटी संख्या हला 5 गुणन 3 इजिकाल टू 15। जितेबाला 15 खंड रुटी पाखे रुटी 15 खंड रुटी रे परिणत होइछि से निजे कंज्यूम करचंती बा खाइचंती केतोटी 8टी 15 रु 8 गले रहिला 7 अर्थात 7 खंड रुटी से दान करचंती। तेणु 7 खंड स्वर्ण मुद्रार अधिकारी होउचंती द्वितीय सांग जनक। साधारण भावे देखा गले आमे हिसाब करते 3 खंड रुटी पाखे 5 खंड रुटी तेणु 3 5 जनका पाइया कथा जड़े सांग 3 पाइया कथा जड़े सांग 5 पाइया कथा समान समान कले सांग हिसाब से 4 4 होबा कथा किंतु भगवान हिसाब से जड़े सांग बा 3टी रुटी थिबा सांग जनक गोटे स्वर्ण मुद्रा पाइबा उचित एवं 5 खंड रुटी जहाँ पाखे थिला से सांग जनक 7टी स्वर्ण मुद्रा पाइबा दरकार। ये हेउची भगवान गणित। दर्शक बंधु बारंबार या शुणिले आपण जानीपारे कौन मुझे उपस्थापन करने को चाहूँगी। एमती हूँ भगवान गणित। तेणु आमे भगवान गणित को न बुझीपारी भगवान विचार उपरे बेले बेले प्रश्नवाची सृष्टि करिथांती। मात्र यह ठीक नुहे जहाँ भी निष्पत्ति भगवान हेउना कहीं ताको आपण माने बिना द्वंद्वारे ग्रहण करंतु। दर्शक बंधु
ये ହେଉଛି ଏକ ଅଭିନବ ପ୍ରୟାସ, ଅମୂଲ୍ୟବାଣୀ। ଶୁଣନ୍ତୁ, ବୁଝନ୍ତୁ, ବଦଳନ୍ତୁ ଓ ନିଜକୁ ଏ ପ୍ରକାର ବନାନ୍ତୁ କି ସମସ୍ତେ ଆପଣଙ୍କୁ ଅନୁକରଣ କରନ୍ତୁ। ଯଦି ଏ ପ୍ରୟାସ ଆପଣମାନଙ୍କୁ ଭଲ ଲାଗୁଥାଏ, ନିଶ୍ଚିତ ଭାବରେ ପ୍ରକାଶ ଜଗଦେବ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଭିଡ଼ିଓକୁ ଲାଇକ୍ କରିବେ ଏବଂ କମେଣ୍ଟରେ ଜୟ ଶ୍ରୀକୃଷ୍ଣ ଲେଖିବାକୁ କେବେ ବି ଭୁଲିବେ ନାହିଁ। ଚାଲନ୍ତୁ ଜାରି ରଖିବା ଅମୃତବାଣୀର ଏ ଧାରାକୁ। ସଂଗତି ଭାବିଚିନ୍ତି ତୟାର କରନ୍ତୁ, କାରଣ ସଂଗତି ହିଁ ଆପଣଙ୍କ ଜୀବନର ଦିଶା ଓ ଦଶାକୁ ନିର୍ଦ୍ଧାରଣ କରିଥାଏ। ଯେମିତି ସଂଗତି ଆପଣ ସେମିତି ବନିବେ। ଯଦି ଲେମ୍ବୁ କ୍ଷୀର ସଂସ୍ପର୍ଶରେ ଆସିଲା ତ କ୍ଷୀର ନିଶ୍ଚିତ ଭାବରେ ଦହି ବନିବ ହିଁ ବନିବ। ଈଶ୍ୱର ତମକୁ କେବଳ ଠିକ୍ ରାସ୍ତା ଦେଖାଇ ପାରିବେ, ମାତ୍ର ରାସ୍ତାରେ ତୁମକୁ ହିଁ ନିଜକୁ ଚାଲିବାକୁ ପଡ଼ିବ। ଯଦି ତୁମେ ନିଜେ ଚାଲିବାକୁ ପ୍ରସ୍ତୁତ ନୁହଁ, ତାହେଲେ ଈଶ୍ୱରଙ୍କୁ ଦୋଷ ଦେଇ ଲାଭ କ'ଣ? ଜୀବନରେ କିଛି ଲୋକ ନିଜ ଅହଙ୍କାର ପାଇଁ ବହୁମୂଲ୍ୟ ସମ୍ପର୍କକୁ ମଧ୍ୟ ଅକ୍ଲେଶରେ ନଷ୍ଟ କରିଦେଇଥାନ୍ତି। ପଛରେ ପସ୍ତାଇଥାନ୍ତି, ପସ୍ତାଇଲା ବେଳକୁ ଆଉ କିଛି ନଥାଏ। ଅସଲ ସମାଧାନ ଚୁପ୍ ରହି ଶାନ୍ତ ହୋଇ ଚିନ୍ତା କଲେ ମିଳିଥାଏ। ଯେମିତି ହଲିଥିବା ପାଣିରେ ପ୍ରତିଛବି ସ୍ପଷ୍ଟ ଦେଖାଯାଏ ନାହିଁ, ଠିକ୍ ସେମିତି ଅଶାନ୍ତ ମନରେ କେବେ ତୁମେ ସମାଧାନର ରାସ୍ତା ଠିକ୍ ପାଇପାରିବ ନାହିଁ। ପରିସ୍ଥିତିକୁ ସ୍ୱୀକାର କଲେ ତୁମେ କଠିନ ପରିସ୍ଥିତିକୁ ମଧ୍ୟ ହସି ହସି ସାମ୍ନା କରିପାରିବ। ତେଣୁ ପରିସ୍ଥିତିକୁ ସାମ୍ନା କରିବା ଶିଖ। ଜୀବନ ଏକ ବଡ଼ ଯାତ୍ରା। ଏ ଯାତ୍ରାରେ ତୁମେ ସମସ୍ତଙ୍କୁ ଜବାବ ଦେବ, ତାର କୌଣସି ଆବଶ୍ୟକତା ନାହିଁ। ପ୍ରତ୍ୟେକ କଥାର ପ୍ରତିକ୍ରିୟା ଦେଲେ ତୁମେ ନିଜ ଜୀବନର ରାସ୍ତାକୁ ଭୁଲି ଯାଇପାର। ଭୁଲର ବିରୋଧ କରିବା ନ ଶିଖିଲେ ତୁମକୁ ହିଁ ବାରମ୍ବାର ଭୁଲର ଶିକାର ହେବାକୁ ପଡ଼ିବ। ଜୀବନରେ ସବୁକିଛି ଶିଖିବା ଜ୍ଞାନ ନୁହେଁ, ପ୍ରକୃତ ଜ୍ଞାନ ମଧ୍ୟ ତାହା ଅଟେ। କ'ଣ? ଯେ କିଛି କିଛି କଥାକୁ ମଧ୍ୟ ଭୁଲିଯିବା ଦରକାର। ମଣିଷ ତୁମ ଉପରେ କାଦୁଅ ଫିଙ୍ଗିଲେ ତୁମେ ଦୁଃଖ କର ନାହିଁ, କାରଣ ମଣିଷ ତୁମକୁ ତାହା ହିଁ ଦେବ ଯାହା ତା ପାଖରେ ଅଛି। ଲଢ଼ାଇ ଆବଶ୍ୟକ ଅଟେ, ତା ଅର୍ଥ ନୁହେଁ ତୁମେ ଜୀବନକୁ ଏ ଲଢ଼ିବାରେ ହିଁ ବ୍ୟର୍ଥ କରିଦେବ। ଜୀବନର ଲଢ଼ି କରି ଚାଲିବ ଏବଂ ଜୀବନର ମଜାକୁ ସମ୍ପୂର୍ଣ୍ଣ ରୂପେ ଭୁଲିଯିବ। ଲଢ଼େଇରେ ସମସ୍ତ ସମୟକୁ ନଷ୍ଟ କରିଦେବ। ସାହସ ଜୀବନର ସବୁଠାରୁ ବଡ଼ ଔଷଧ, ଯାହା ପ୍ରତ୍ୟେକ ପରିସ୍ଥିତିରେ ଆମକୁ ଶକ୍ତି ଯୋଗାଇଥାଏ। ନଦୀ ପାର ହେବାର ଅଛି ତ କୂଳରେ ଠିଆ ହୋଇ ପ୍ରତୀକ୍ଷା କଲେ କିଛି ଲାଭ ନାହିଁ। ପାଣିରେ ପଶିବାକୁ ହିଁ ପଡ଼ିବ। ଯିଏ ପ୍ରକୃତରେ ଖରାପ ସମୟ ଦେଖିଛି, ସେ କାହାର ଖରାପ କେବେ ବି ଚିନ୍ତା କରିପାରେ ନାହିଁ। ଯେଉଁ ଘରେ ବୟସ୍କମାନଙ୍କର କଥାକୁ ଇଗ୍ନୋର କରାଯାଏ, ବୟସ୍କମାନଙ୍କ କଥାକୁ ଶୁଣାଯାଏ ନାହିଁ, ସେ ଘରର କଥା କୋର୍ଟରେ ଯାଇ ପହଞ୍ଚିଥାଏ। ଯେତେବେଳେ ଧନୀ ଗରିବଙ୍କୁ ଲୁଟେ, ତାକୁ ବିଜନେସ୍ କୁହାଯାଏ। ଆଉ ଯେତେବେଳେ ଗରିବ ଧନୀକୁ ଲୁଟେ, ତାକୁ ପାପ ବୋଲି ଲୋକମାନେ କହିଥାନ୍ତି। ମଣିଷର ସ୍ୱଭାବ ହେଲା, ଯାହା ନେଇକି ଯିବନି ତାକୁ ଯୋଡ଼ିବାରେ ଜୀବନ ସାରା ପରିଶ୍ରମ କରେ, ଆଉ ଯାହା ନେଇକି ଯିବ ତାକୁ ପ୍ରତିଟି କ୍ଷେତ୍ରରେ ଛାଡ଼ି ଛାଡ଼ି ଚାଲେ। ପ୍ରତ୍ୟେକ ସମ୍ବନ୍ଧକୁ ସମୟ ଦେବା ଶିଖ, ନହେଲେ କାଲି ତୁମ ପାଖରେ ସମୟ ଥାଇପାରେ, ହେଲେ କୌଣସି ବି ସମ୍ବନ୍ଧ ତୁମର ଜିତିକି ନଥିବ ବା ବଞ୍ଚିକି ନଥିବ। ଚେହେରା ଓ ସ୍ୱଭାବ ବ୍ୟକ୍ତିର ପରିଚୟ ପ୍ରଦାନ କରୁଥାଏ, ମାତ୍ର
ଚେହେରା ସମୟକ୍ରମେ ହୁଏତ ମଳିନ ପଡ଼ିଯାଇପାରେ, ମାତ୍ର ସ୍ୱଭାବ ସବୁବେଳେ ତୁମର ସେମିତି ଅମ୍ଳାନ ରହିଥାଏ। ବ୍ୟସ୍ତ ହୁଅ ନାହିଁ। ପରମାତ୍ମା ଯଦି ତୁମକୁ କଷ୍ଟ ପାଖରେ ନେଇ ପହଞ୍ଚାଇ ଦେଇଛନ୍ତି ତ ସେଇ ପରମାତ୍ମା ନିଶ୍ଚିତ ଭାବରେ ତୁମକୁ କଷ୍ଟର ନଦୀକୁ ପାର କରାଇଦେବେ। ଆପଣ ଯେତେ ଠିକ୍ ଥାଇ ମଧ୍ୟ ଆପଣ ଯେତେ ଠିକ୍ ଥିଲେ ମଧ୍ୟ ଯଦି ଆପଣ ଭୁଲ ଜାଗାରେ ଥିବେ ତେବେ ଆପଣ ନିଜର ମୂଲ୍ୟ ହରାଇ ବସିବେ। କାହା ଉପରେ ଭରସା ରଖନି। ସମସ୍ତଙ୍କର ନିଜ ନିଜର ଦୁନିଆ ଅଛି, ନିଜ ନିଜର ପରିବାର ଅଛି। ପ୍ରଥମେ ସମସ୍ତେ ନିଜ କଥା ବୁଝିବେ, ତାପରେ ସମୟ ହେଲେ ତୁମ କଥା ବୁଝିବେ। ସବୁବେଳେ ନା ଅନ୍ୟକୁ ପାର କରୁଥିଲେ ମଧ୍ୟ ନିଜେ ନାଟି ସदैବ ନଦୀ ଭିତରେ ରହିଯାଇଥାଏ। ତେଣୁ ବାପା ବନିଲା ପରେ ଜଣା ପଡ଼ିଥାଏ ବାପା ବନିବା ପ୍ରକୃତରେ କେତେ ଦାୟିତ୍ୱର କଥା। ଜୀବନକୁ ଏତେ ସିରିୟସ୍ ନେବାର ଆବଶ୍ୟକତା ନାହିଁ, କାରଣ ଏଠି କେହି ଜିଅନ୍ତା ବଞ୍ଚିକି ଯାଏ ନାହିଁ। ସମୟ ସମସ୍ତଙ୍କୁ ମିଳେ ଜୀବନ ବଦଳାଇବାକୁ, ମାତ୍ର ଜୀବନ ଦ୍ୱିତୀୟ ଥର ମିଳେ ନାହିଁ ଏ ସମୟକୁ ବଦଳାଇବାକୁ। ଜୀବନର କିଛି ରାସ୍ତା ଧୈର୍ଯ୍ୟର, ଆଉ କିଛି ରାସ୍ତା ଶିଖିବାର ହୋଇଥାଏ। ଏ କଳିଯୁଗ ଭାଇ, ଏଠି ଲୋକ ଅନ୍ୟର ଦୁଃଖକୁ ତା କର୍ମର ଫଳ ବୋଲି କହିଥାନ୍ତି, ଆଉ ନିଜର ଦୁଃଖକୁ ପରୀକ୍ଷାର ସମୟ ବୋଲି କହି ମନକୁ ବୁଝାଇ ଦେଇଥାନ୍ତି। କାହାକୁ ଓଲଟାଇ କହିବା ଭୁଲ ଅଟେ, ମାତ୍ର ଭୁଲ କଥାକୁ ବାରମ୍ବାର ଶୁଣି ମଧ୍ୟ ଉତ୍ତର ନ ଦେବା ତୁମକୁ ତୁମର ନିଜର ମହତ୍ଵ ବଞ୍ଚାଇବାକୁ ଦେଇନଥାଏ। ଭୁଲ କେମିତି ଜିତିବନି କୁହନ୍ତୁ। ଏଠି ସତ ଜାଣିଲା ବାଲା ତ ଚୁପ୍ ହୋଇ ତାମସା ଦେଖୁଛନ୍ତି। ସମ୍ପର୍କ ତାଙ୍କ ପାଖକୁ ଖୋଜି ଖୋଜି ଆସେ, ସଂଘର୍ଷ ତାଙ୍କ ପାଖକୁ ଖୋଜି ଖୋଜି ଆସେ ଯାହାଙ୍କୁ ସେ ତାହା ସହ ଲଢ଼ିବାର ପ୍ରକୃତ ଯୋଗ୍ୟ ବୋଲି ଭାବିଥାଏ। ନହେଲେ ସଂଘର୍ଷ ଏମିତି ସେମିତି ଲୋକଙ୍କ ପାଖକୁ କେବେ ବି ଆସିନଥାଏ। ଚାକିରି ନ ମିଳିବାର ଅନ୍ୟ ଏକ ଅର୍ଥ ଭଗବାନ ତୁମକୁ ମାଲିକ ବନିବାର ମୌକା ପ୍ରଦାନ କରିବାକୁ ଯାଉଛନ୍ତି। ଉପରବାଲାର ଅଦାଲତରେ ଓକିଲ ନଥାନ୍ତି, ସଜା ହୋଇଗଲା ତ ଜମାନତ ମିଳିବାର ମଧ୍ୟ ଚାନ୍ସ ନାହିଁ। ତେଣୁ ଉପରବାଲାର ଅଦାଲତକୁ ନିଶ୍ଚିତ ଭାବରେ ଡରନ୍ତୁ। ଯଦି ତୁମେ ଭାବୁଛ ତୁମେ ଏକା ଦୁଃଖୀ, ତେବେ ତୁମେ ପାଖରେ ଥିବା ମନ୍ଦିରକୁ ଯାଇ ଲୋକମାନେ ବସାଇଥିବା ଗୁଆ ସଂଖ୍ୟାକୁ ଗଣି ଦିଅନ୍ତୁ। ଗୁଆ ବସାଇଛନ୍ତି କାହିଁକି? ଜୀବନରେ ଦୁଃଖ ଅଛି ବୋଲି ତ। ତେଣୁ କେବେ ବି ଭାବନ୍ତୁ ନାହିଁ ଏ ସଂସାରରେ ଆପଣ ହିଁ ଏକୁଟିଆ ଦୁଃଖୀ। ସମ୍ପର୍କର ବଜାରରେ ତୁମେ ବେଶୀ ଶସ୍ତା ବନ ନାହିଁ, ନହେଲେ ଲୋକ ତୁମକୁ ଅଳିଆ ଗଦାରେ ଫୋପାଡ଼ିବାକୁ ପଛାଇବେ ନାହିଁ। ଏମିତି ତୁମେ ଉନ୍ନତି କର କି ତୁମର ଶ୍ୱାସ ରହୁ ବା ନ ରହୁ, ମାତ୍ର ତୁମ ନାଁ ଚାରିଆଡ଼େ ଚର୍ଚ୍ଚା ସୃଷ୍ଟି କରୁ। ଜୀବନରେ ଦୁଇ ପ୍ରକାର ଲୋକ ଆପଣ ପାଇବେ। କିଛି କହୁଥିବେ କି ଏ ଦୁନିଆରେ ମୁଁ ବହୁତ ଏକୁଟିଆ, ଆଉ କିଛି ଲୋକ କହୁଥିବେ ମୁଁ ଏକୁଟିଆ ହିଁ ଯଥେଷ୍ଟ। ଛଡ଼ାଇ ଖାଉଥିବା ଲୋକର ପେଟ କେବେ ବି ପୁରି ନଥାଏ, କି ବାଣ୍ଟିକି ଖାଉଥିବା ଲୋକର ପେଟ କେବେ ଖାଲି ରହିନଥାଏ। ଚାକିରି ନ ପାଇବାର ଅନ୍ୟ ଏକ ଅର୍ଥ କି ଭଗବାନ ତୁମକୁ
ମାଲିକ ବନାଇବାର ଯୋଜନା କରିସାରିଛନ୍ତି। ଯାହାର ହୃଦୟ ନିର୍ମଳ ସେ କମ୍ ଲୋକଙ୍କର ହୁଏତ ନିଜର ହୋଇପାରେ, ମାତ୍ର ନିଜର ପଣିଆ ଲିଭାଇବାରେ ସେ ଇତିହାସ ରଚିପାରେ। ଉପରେ ପ୍ରମାଦ ପଡ଼ିଲେ ସମସ୍ତେ ତ ଲଢ଼ିଥାନ୍ତି, ମାତ୍ର ଅନ୍ୟର ବିପଦ ସମୟରେ ତା ପାଇଁ ଲଢ଼ିବା ତୁମ ପୁରୁଷତ୍ୱର ପ୍ରମାଣ ଦେଇଥାଏ। ଦୁନିଆରେ ଯଦି ସମ୍ପର୍କର ପରିଭାଷା ଜାଣିବାକୁ ଚାହୁଁଛ ତେବେ ବହୁତ ପାଖକୁ ଯାଇ ଦେଖ। ତୁମେ ଯାହାକୁ ଅତି ନିଜର ବୋଲି ଭାବୁଛ ତାଙ୍କ ହୃଦୟରେ ତମେ କେତେ ଦୂରରେ ଅଛ ଆପେ ଆପେ ଜାଣିପାରିବ। ଫରକ ଦେଖନ୍ତୁ। ବହିରୁ ଶିଖିଲେ ନିଦ ଆସିଥାଏ, ଆଉ ଜୀବନ ଯେତେବେଳେ ଶିଖାଇଥାଏ ସେତେବେଳେ ନିଦ ହଜିଯାଇଥାଏ। କେବେ କେବେ ମିଥ୍ୟା ଏତେ ବଡ଼ ହୋଇଥାଏ କି ସତ୍ୟକୁ ବି ଛୋଟ ବନାଇ ଦେଇଥାଏ। କାହା ସହ ମନ ଲାଗିବାର ନାମ ପ୍ରେମ ନୁହଁ। କାହା ବିନା ମନ ନ ଲାଗିବାର ଅର୍ଥ ହୁଏତ ପ୍ରେମ ହୋଇଥାଇପାରେ। ଏ ଦୁନିଆ ଭାଇ, ଏଠି ଲୋକ ତୁମର ଖୁସି ଛଡ଼ାଇ ଅନ୍ୟକୁ ଖୁସି କରାଇବାରେ ବ୍ୟସ୍ତ ଥାନ୍ତି। ଆମର ଔକାତ କେବଳ ଆଉ କେବଳ ଗୋଟେ ଧଳା ଚାଦର, ଯାହାକୁ ଆମେ ଚାହିଁଲେ ବି ଅନ୍ତିମ ସମୟରେ ନିଜେ ଘୋଡ଼ାଇ ହୋଇପାରିନଥାନ୍ତି, ଅନ୍ୟ କିଏ ଆମକୁ ଘୋଡ଼ାଇ ଦେଇଥାଏ। କିଏ କହୁଛି ରାତ କେ ତ ବାତ କେ। ଏଠି ତ ରାତି ହେଲେ ସବୁ କଥା ମନେ ପଡ଼ି ଦୁଃଖର ମାତ୍ରାକୁ ବଢ଼ାଇ ଦେଇଥାଏ। ଜୀବନରେ କିଛି ପାଇବାର ଜିଦ୍ ରହିବା ନିହାତି ଦରକାର, ନହେଲେ ଆଶା ରଖିବା ତ ସମସ୍ତେ ଜାଣନ୍ତି। ଜିତ୍ ବିନା କୌଣସି ଆଶା ପୂରଣ ହୁଏ ନାହିଁ। ଯାହା କରୁଛ ଶାନ୍ତିରେ କର, ହାଲାଚୁଲା କରି ନୁହଁ। କାରଣ ଆପଣମାନେ ଦେଖିଥିବେ ଶିକାର କଲାବେଳେ ସିଂହ ଚିଲାଇ ନଥାଏ, ଖୁବ୍ ଧୀରେ ସ୍ଥିରେ ଶବ୍ଦ ନ କରି ଶିକାର ଉପରକୁ ଦେଇଥାଏ। କେହି ତୁମ ରାସ୍ତାରେ ଗାତ ଖୋଳୁଛି ତ ଦୁଃଖିତ ହୁଅ ନାହିଁ। ସେ ଖୋଳିଥିବା ଗାତ ତୁମକୁ ଆସ୍ତେ ଆସ୍ତେ ଜୀବନରେ ଡେଇଁବା ଶିଖାଇଦେବ। ଦର୍ଶକ ବନ୍ଧୁ, ଆଜିର ଏ ମୂଲ୍ୟବାନ କଥା ଗୁଡ଼ିକ ନିଶ୍ଚିତ ଭାବରେ ଆପଣଙ୍କ ହୃଦୟକୁ ପ୍ରେରଣାରେ ଭରିଦେବ। ଆଗାମୀ ଭିଡ଼ିଓରେ ପୁଣି ଥରେ ଆପଣମାନଙ୍କ ସହ ଭେଟଭାଟ ହେବ। ସେ ପର୍ଯ୍ୟନ୍ତ ଆପଣମାନଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରି ଆଜିର ଭିଡ଼ିଓକୁ ଏଇଠି ୱାଇଣ୍ଡ ଅପ୍ କରୁଛି। ନମସ୍କାର।